ମିଳିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଭ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ସର୍ବୋଚ୍ଚ ନାମରେ ଆପଣଙ୍କୁ ଶୁଭେଚ୍ଛା। ମାଥ୍ୟୁ ଲିଖିତ ସୁସମାଚାର 3 ଅଧ୍ୟାୟର 10 ପଦରେ ଏହିପରି ଲେଖା ଅଛି, ଆଉ ଏବେ ସୁଦ୍ଧା ଗଛଗୁଡ଼ିକ ମୂଳରେ କୁରାଢ଼ି ଲାଗିଅଛି। ଅତଏବ ଯେକୌଣସି ଗଛ ଭଲ ଫଳ ନ ଫଳେ ତାହା ହଣାଯାଇ ନିଆଁରେ ପକାଯିବ। ପ୍ରିୟ ବନ୍ଧୁ, ଆପଣ କି ଆପଣଙ୍କ ଜୀବନର ଉଦ୍ଦେଶ୍ୟ ଜାଣନ୍ତି? ଈଶ୍ୱର ମନୁଷ୍ୟକୁ ସୃଷ୍ଟି କରିଅଛନ୍ତି ତଥା ପ୍ରତ୍ୟେକଙ୍କ ପାଇଁ ତାହାଙ୍କର ଉଦ୍ଦେଶ୍ୟ ରହିଅଛି। ତଥାପି ଆଜି ପ୍ରତ୍ୟେକ ମନୁଷ୍ୟ ଦିଗହୀନ ହୋଇ ନିରାଶ ଓ ଅସହାୟ ଅଟେ। ଏହାର କାରଣ ହେଉଛି ଯେ ନିଜ ସୃଷ୍ଟିକର୍ତ୍ତା ଈଶ୍ୱରଙ୍କ ସହିତ ମଣିଷର କୌଣସି ସମ୍ପର୍କ ନାହିଁ। ଈଶ୍ୱରଙ୍କର ବାକ୍ୟ ବାଇବଲ କହେ, ସମସ୍ତେ ତ ପାପ କରିଅଛନ୍ତି ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ପାପରେ ପରିପୂର୍ଣ୍ଣ ଏହି ଜୀବନରେ ଆମେ ଈଶ୍ୱରଙ୍କର ସହିତ ସମ୍ପର୍କରେ ପ୍ରବେଶ କରିବା ଅସମ୍ଭବ। ଏଥିପାଇଁ ଆମେ ତାହାଙ୍କର ଉଦ୍ଦେଶ୍ୟ ମଧ୍ୟ ଜାଣିପାରିବା ନାହିଁ। ଆମ ଜୀବନ କଦାପି ଈଶ୍ୱରଙ୍କ ନିମନ୍ତେ ଫଳ ଫଳିପାରେ ନାହିଁ। ଏହିପରି ଜୀବନର ଅନ୍ତିମ ସ୍ଥାନ ଈଶ୍ୱରଙ୍କର ବାକ୍ୟ ଅନୁଯାୟୀ ନରକ ଅଟେ। ତଥାପି ପ୍ରିୟ ଶ୍ରୋତା, ଏହି ଚେତନାବାଣୀ କେବଳ ଏକ ସତର୍କ ବାଣୀ ନୁହଁ, ବରଂ ଅନୁଗ୍ରହ ବାଣୀ ମଧ୍ୟ ଅଟେ। ଯେପରି ଈଶ୍ୱରଙ୍କର ଉଦ୍ଦେଶ୍ୟ ଜ୍ଞାତ ହେବା, ଏହାର ଉପାୟ ସ୍ୱୟଂ ଈଶ୍ୱର କରିଛନ୍ତି। ବାଇବଲରେ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଦ୍ୱାରା ଆଜି ଏହି ପଥ ଆପଣଙ୍କ ପାଇଁ ଉନ୍ମୁକ୍ତ। ଈଶ୍ୱରଙ୍କ ପୁତ୍ର ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ ମଧ୍ୟ ଉପଲବ୍ଧ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରନ୍ତୁ। ଈଶ୍ୱର ଆପଣଙ୍କୁ ଏକ ନୂତନ ଜୀବନ ପ୍ରଦାନ କରିବେ। ପୁଣି ଆପଣଙ୍କ ପାଇଁ ତାହାଙ୍କର ଉଦ୍ଦେଶ୍ୟ ଜ୍ଞାତ ହେବେ। ଏହା ବୁଝିବାକୁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।